ଜୟ ଜଗନ୍ନାଥ ଜୟ ଶ୍ରୀରାମ। ତ ଦେଖୁଥିବେ ଆଜି କି 2 ମାସ ତଳେ 2 ମାସ ତଳେ ଫେରି ଆଉ ଗୋଟେ ମୋର ନୂଆ ବ୍ଲଗକୁ ଆପଣ ମାନଙ୍କୁ ସ୍ଵାଗତ। ତ ଦେଖୁଥିବେ 2 ମାସ ହେଲା ମୋର କିଛି ବ୍ଲଗ ଆସୁନଥିଲା କାହିଁକି ନା ତ ଜାଣିଥିବେ ମାନେ ବାହାଘର ସିଜନ ଚାଲିଥିଲା ଯୋଉ ନଭେମ୍ବର ଡିସେମ୍ବର ଗଲା ସେଥିପାଇଁ କାମ ଟିକେ ବହୁତ ଅଧିକ ଥିଲା ଆଉ ସେଥିପାଇଁ ଭିଡିଓ ବହୁତ ହେଇଛି। ପ୍ରାୟତଃ ସୁଟିଂରେ ଆମର ଭିଡ଼ିଓ ହେଇଛି କିନ୍ତୁ ଭିଡ଼ିଓ ଏଡ଼ିଟ୍ ହେଇନି କି ଅପଲୋଡ଼ ହେଇନି କାହିଁକି ନା ଏପଟେ ବାହାଘର ଯୋଉ ଡାଟା ଗୁଡାକ ହେଲା ମାନେ କ୍ଲାଇଣ୍ଟ ରଖେଇ ଦଉନାହାନ୍ତି 2 ଦିନ 3 ଦିନ ବାହାଘର ଗଲା ସାଙ୍ଗେ ସାଙ୍ଗେ ଭାଇ ଫଟୋ ଦିଅ ଭିଡ଼ିଓ ଦିଅ ମାନେ ରଖେଇ ଦଉନାହାନ୍ତି କଲ୍ କରିକି ଏତେ ମାତ୍ରାରେ। ଆଉ ସେଥିପାଇଁ ତାଙ୍କର ସବୁ ଡାଟା ଯାହାବି କିଛି ଡାଟା ଥିଲା ତାକୁ ଆସ୍ତେ ଆସ୍ତେ କରିକି କିଛି କିଛି କ୍ଲିୟର ହେଲାଣି ଆହୁରି ବହୁତ ଡାଟା ପଡିକି ରହିଛି ଆଉ ତ ପେମେଣ୍ଟ କଲେ ନା ଡାଟା କ୍ଲିୟର ହବ ପେମେଣ୍ଟ ନ କରିବା ଡାଟା କେମିତି କ୍ଲିୟର ହେଇଯିବ। ତ ସେଥିପାଇଁ ଆଜି ବହୁତ ଦିନ ପରେ ଭାବିଲି ଗୋଟେ ମାନେ ଫାଙ୍କା ଅଛି ଆଜି ବ୍ଲଗ କରିବି ଆଜି କେତେ ଜାନୁଆରୀ 8। ଆଉ କାଲି ଦିନଟା କଣ ସେଇଟା ତ ପ୍ରାୟତଃ ଆପଣ ମାନେ ଦେଖିଥିବେ ଜାଣିଥିବେ ମାନେ ଆଗକା ଭିଡିଓରେ ଯୋଉଠୁ ଆମର ଦିଟା ଆଇଡି ଥିଲା ସେଇଟା ବ୍ଲକ ହେଇଯାଇଛି। ବ୍ଲଗ ନୁହଁ ହଁ ବ୍ଲଗ ହେଇଛି ପ୍ରାୟତଃ ମାନେ ଓପନ ହିଁ ହଉନି ସେ ଚ୍ୟାନେଲ ଆଉ ୟୁଟ୍ୟୁବରେ ଶୋ କରୁନି ସେ ଚ୍ୟାନେଲ ଯାହା ବି ହେଲେ ବ୍ଲଗ ହେଇଥିବ। ଆଉ ସେଇ ଚ୍ୟାନେଲରେ ହିଁ ମୋର କାଲିକା ଡେଟ୍ ମାନେ ଜାନୁଆରୀ 9 ସେଇଟା କଣ ହୁଏ ତ ସବୁ କିଛି ଭିଡିଓରେ ଥିଲା ଆଉ ସେଇଟା ଦେଖିନଥିବେ ଆଉ ଆଜିକି ଜାଣିଥିବେ ଆର ବର୍ଷ ନେକ୍ସଟ ଗଲା ବର୍ଷ ଜାନୁଆରୀ 9ରେ ମୁଁ କିଛି ବି ସେଲିବ୍ରେସନ କରୁନଥିଲି ଯାହା ଏମିତି ସାଙ୍ଗ ମାନଙ୍କ ଥ୍ରୋରୁ ଯାହା କିଛି ସେମାନେ ଆୟୋଜନ କରିଥିଲେ। ଆଉ କାଲିକା ମୋର କଣ ସେଇଟା ତ ଆପଣ ମାନେ କମେଣ୍ଟ ମାଧ୍ୟମରେ ଜଣେଇବେ। ତ ଆଉ ଆଜି ବର୍ତ୍ତମାନ ମୁଁ ରେଡି ହେଇସାରିଲିଣି। ଆଉ ଆଜି ଆମର ଯୋଉ ସୁଟିଂ ଅଛି ଗୋଟେ ଅଛି ଘଣ୍ଟେଶ୍ଵରରେ ଅଛି ବର୍ତ୍ତମାନ 9ଟା ହେଲାଣି ଆଉ ମୋ ଏଇ ସାଙ୍ଗେ ରେଡି ହେଇସାରିଲେଣି। ଆଉ ରେଡି ବୋଲି ଦେଖୁଥିବେ ଯୋଉ ମାନେ ପାଗଳ ଷ୍ଟାଇଲ ମାନେ କହିତେ ଗଲେ ଯିଏ ପାରୁଛି ସିଏ କହୁଛି ପାଗଳ ଅବସ୍ଥା ଦେଖନ୍ତୁ କେମିତି ଖାଲି ଚୁଟି ବଲ ବଲ ଆଉ କାଟୁନୀ ବାସ ଗୋଟେ ଏମିତି ରଖିଛି ଆଉ ବହୁତ ଜଣ ବି ପଚାରୁଛନ୍ତି ମାନସିକ ରଖିଛି ବୋଧେ କାଟୁନ ଭାଇ ସେମିତି କିଛି ନୁହଁ ବାସ୍ ସେମିତି ଖୁସି ଗୋଟେ ନିଜ ଡ୍ରିମ୍ ଥାଏ ଏମିତି ରଖିବା ଇଏ କରିବା। ଆଉ ବର୍ତ୍ତମାନ ମୁଁ ରେଡି ହେଇସାରିଲିଣି ମୁଁ ଯାଉଛି ଯାଇକି ଘଣ୍ଟେଶ୍ଵର ପହଞ୍ଚେ ଘଣ୍ଟେଶ୍ଵର କେମିତି କଣ ଆଜି ସୁଟିଂ ହେଉଛି ସବୁ କିଛି ମୁଁ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଜଣେଇବି। ଆଉ ଏଇଟା ଖାସ୍ କରି କାଲି ସୁଦ୍ଧା ଏଡ଼ିଟ୍ କରିକି ପୋଷ୍ଟ କରିବା ପାଇଁ ଚାହିଁବି କାହିଁକିନା ସମୟ ହଉନି ତ ଦେଖିବା କଣ ହଉଛି। ବର୍ତ୍ତମାନ ଆମେ ଆସି ଘାଟ ପାଖରେ ପହଞ୍ଚି ଯାଇଛୁ ଆଉ ଦେଖନ୍ତୁ ଡଙ୍ଗା ସେପଟେ ଅଛି ସେପଟରୁ ଫେର ଏପଟିକି ଆଇଲା ବେଳକୁ ମିନିମମ୍ 15-20 ମିନିଟ୍ ଭଳି ଲାଗିବ। ତାପରେ ଆମେ ଏଠୁ ଘାଟ ପାରି ହେଇକି ଯିବୁ ଘଣ୍ଟେଶ୍ଵର। ଦେଖୁଥିବେ ବର୍ତ୍ତମାନ ମୁଁ ଗାଡ଼ି ଡଙ୍ଗାକୁ ଚଢ଼ଉଛି ଆଉ ଦେଖୁଥିବେ ମାନେ କେତେ ଡରରେ କେତେ ଭୟରେ ପାଣି ଭିତରେ ଡଙ୍ଗାରେ ଗାଡ଼ି ନେଇକି ଯିବା କେତେ ଯେ ଡର। ଯିଏ ଘାଟ କ୍ରସ୍ କରିଥିବ ଆଉ ଡଙ୍ଗାରେ ଗାଡ଼ି ନେଇକି ଯାଇଥିବ ସେ ହିଁ ଜାଣିଥିବ ଏଇ କଷ୍ଟ। ଆଉ ଦେଖନ୍ତୁ ଗାଡ଼ି ତାପରେ କ୍ୟାମେରା ମାନେ ଏତେ ରିସ୍କର ସହିତ ସୁଟିଂକି ଯିବା ପାଇଁ ପଡ଼ୁଛି। ଆଉ ଦେଖନ୍ତୁ ଆଜି ଯାଇକି ଆମେ କେମିତି କଣ ସୁଟିଂ କରୁଛୁ। ଫାଇନାଲି ଏପଟେ ଆସିକି ଡଙ୍ଗା ଲାଗି ହେଇସାରିଛି ଆଉ ପାଣି ଦେଖନ୍ତୁ ଯେଉଁ ଏପଟେ ଯେଉଁ ଘାଟ କାମ ହେଉଛି ସେଥିପାଇଁ ପାଣି ଟିକେ କମ୍ ଅଛି ଆଉ ଆମେ ଏବେ ଘାଟରୁ ଓହ୍ଲେଇ ପଡ଼ିଲୁ। ଫାଇନାଲି ଆମେ ଏବେ ଆସି ଘଣ୍ଟେଶ୍ଵରରେ ପହଞ୍ଚି ଯାଇଛୁ ଆଉ ଭାଇ ତ ଅଛନ୍ତି ଆମର ସୁଟିଂ ପାଇଁ ଆଉ ମଡେଲ ଏତେବେଳେ ଯାଏ ରେଡି ହେଇନାହାନ୍ତି ସେଥିପାଇଁ ଆମେ ରାସ୍ତାରେ ଠିଆ ହେଇଛୁ। ଆସିଲା ପରେ ଯିବୁ ଲୋକେସନ ଯିବୁ କୋଉ ଲୋକେସନରେ ସୁଟିଂ ହବ ସବୁ କିଛି ମୁଁ ଭିଡ଼ିଓ ମାଧ୍ୟମରେ ଦେଖେଇବି ଆଉ। ଫାଇନାଲି ଆମ ମଡେଲ ଆସିକି ପହଞ୍ଚି ଯାଇଛନ୍ତି ଆଉ ଆପରେ ଆମର ସୁଟିଂ ହବ ଚାଲ। ଦେଖୁଥିବେ ଆମ ମଡେଲ ସେ ପୁରା ରାଗିଗଲେଣି କାହିଁକିନା ତାଙ୍କୁ ପୁରା ଖରାରେ ଠିଆ କରେଇଛନ୍ତି ଆଣିକି। 3, 2, 1 ଷ୍ଟାର୍ଟ। ଘଣ୍ଟେଶ୍ଵର ତୋଟାପଡ଼ାରେ ବର୍ତ୍ତମାନ ଚାଲିଛି ସୁଟିଂ ତାପରେ ଆଉ ଗୋଟେ ନେକ୍ସଟ ଲୋକେସନ୍ ଯିବାର ଅଛି। ଦେଖୁଥିବେ ଗୋଟେ ସର୍ଟ ପାଇଁ ମାନେ କେତେ ଗଛ ଜଙ୍ଗଲ ଭିତରେ ପଶିବା ପାଇଁ ପଡ଼ୁଛି ଦେଖନ୍ତୁ ଯେଉଁ ଧୂଳି ଆ ଭିତରେ କିନ୍ତୁ ଗୋଟେ ସର୍ଟ ପାଇଁ କେତେ ମେହନତ କରିବା ପାଇଁ ପଡ଼ୁଛି। ଫାଇନାଲି ଗୋଟେ ଲୋକେସନରେ ସୁଟିଂ ସରିଯାଇଛି ଆଉ ବର୍ତ୍ତମାନ ଆମେ ସେକେଣ୍ଡ ଲୋକେସନରେ ହଉ ଇଏ ତ ହେଲେ ୟାଙ୍କୁ ତ ଜାଣିଥିବେ ଜଣାଶୁଣା ଲୋକ ୟୁଟ୍ୟୁବ
कौन कहबी तुम विषय माने मो पार्टी भाषा ही नहीं जुआड़े इंस्टा को यूट्यूब इंस्टा यूट्यूब जुआड़े खोजे तमें ही तमें अरे नाटा तुमर जे स्वप्ना आमे एमती अरे नाई नाई आम द्वारा आमको ना ना आमको इन्वॉल्व करनी एथिरे आमे कौन आमे छोट मोटिया अच्छा से माने किंतु कैमरा पछरे लोक किंतु तांकर अवदान बहुत किछि हमको नले के चिन्हंदा जदि सम्मान न थांते तो निश्चित कौन है बर्तमान मैडम ये पाठ पढ़े डायरी नहीं पाठ पढ़ुं मैडम लोकेशन शूटिंग बर्तमान चली कंटिन्यू अच्छी आउ ये ट्रेन लाइन टा देखी तो जानी पारे कौ ट्रेन लाइन प्राय तो कहीं जदि जानी न पारे मत कमेंट रे जनइबे एटा कौ लोकेशन अरे 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 हाँ देखो ट्रेन आसला बोली केते डर पूरा डर हमरे बे थर्ड लोकेशन ले शूटिंग चलची थर्ड लोकेशन माने ट्रेन लाइन ले आज गाल दौ तो बहुत कहीं दिन सारा बहुत खटेलु आनिक ना कौन थैंक यू आ भाई आमर बहुत खटिले न खाई न पी सकाळ पर देखु तु चट्रे केते डर सेपटे ट्रेन अच्छी ट्रेन सेपटे किंतु आमर शूटिंग चलছে आउटे लाइन ले किंतु पूरा डर करे एठी आमर जने शूटिंग रो आ एठी याडे याडे ना याडे